ସବସ୍କ୍ରାଇବ୍ କରନ୍ତୁ ଏବେ ଆମ ଚ୍ୟାନେଲକୁ ଆଉ ପ୍ରେସ୍ କରନ୍ତୁ ବେଲ୍ ଆଇକନକୁ, ଯାହା ଫଳରେ ଆମ ଲେଟେଷ୍ଟ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିବ। ନମସ୍କାର ବନ୍ଧୁଗଣ, ଓଁ ନମଃ ଶିବାୟ। ଆପଣମାନଙ୍କୁ ସ୍ୱାଗତ ଆମର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ। ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି କି ଆଗାମୀ ଏହି 2 ଦିନରେ ବିଶେଷ ଭାବରେ ଆପଣମାନଙ୍କ କୁଣ୍ଡଳୀରେ ହେବା ପାଇଁକିନା ଯାଉଛି ଗୋଟିଏ ଜବରଦସ୍ତ ମାତ୍ରାକେ ପରିବର୍ତ୍ତନ। ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ବହୁତ ବଡ଼ ରାଜ ବିଷୟରେ କହିବା ପାଇଁକିନା ଯାଉଅଛି। କିନ୍ତୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ କି ଆପଣମାନେ କାହା ସାମ୍ନାରେ କେବେ ବି ମୁହଁ ଖୋଲନ୍ତୁ ନାହିଁ। ଭିଡ଼ିଓଟି ଆପଣମାନଙ୍କ ପାଇଁକିନା ବହୁତ ହି ଖାସ୍ ଅଟେ। ଗୃହ ଗୋଚର କାଫି ଆପଣମାନଙ୍କ ପାଇଁକିନା ବ୍ୟବସ୍ଥିତ ରହୁଛି। ଏହାର ବ୍ୟବହାର ଆପଣମାନଙ୍କ ବ୍ୟାପାରିକ ଜୀବନ, ଚାକିରି ଦୃଷ୍ଟି ଏବଂ ପାରିବାରିକ ଦୃଷ୍ଟିକୋଣରୁ, ବିଦ୍ୟାର୍ଥୀମାନଙ୍କ ପାଇଁକି, ପ୍ରେମୀ ଯୁବକମାନଙ୍କ ପାଇଁକି ଏବଂ ବେରୋଜଗାର ମାନଙ୍କ ପାଇଁକି ଏହି ସମୟ କିପରି ଭାବରେ ରହିବ, ତା ସହିତ କେଉଁ କେଉଁ ଜିନିଷରେ ଆପଣମାନଙ୍କୁ ସାବଧାନତା ଅବଲମ୍ବନ କରିବା ପାଇଁକି ପଡ଼ିବ, ଏହି ସବୁର ବିସ୍ତୃତ ଇନଫର୍ମେସନ୍ ମୁଁ ଆପଣମାନଙ୍କୁ କହିବି। ଯଦି ଗ୍ରହ ଗୋଚରର ଆଧାରରେ କହିବି କି ଆପଣମାନଙ୍କୁ ବିସ୍ତାରିତ ରୂପରେ ଭାବରେ କହିବି, ଆପଣମାନେ ଭିଡ଼ିଓଟିକୁ ପୁରା ଫାଷ୍ଟରୁ ଲାଷ୍ଟ ଯାଏ ନିହାତି ଭାବରେ ଶୁଣନ୍ତୁ। କାହିଁକିନା 2ରୁ 3ଟି ଉପାୟ ଭିଡ଼ିଓ ମଝିରେ ଆଉ ଶେଷରେ ମଧ୍ୟ କହିବି, ଯାହାକୁ କି ଆପଣମାନେ ଏହି 2 ଦିନକରେ ପାଳନ କରିବେ ଆପଣମାନଙ୍କର ସବୁ ପରିଶାନୀର ଅନ୍ତ ହେବ। ଏ କଥାର ଗ୍ୟାରେଣ୍ଟି ବହୁତ ମାତ୍ରାରେ ଅଛି। ଯେଉଁମାନେ କି ସଚ୍ଚା ଭକ୍ତ ଭିଡ଼ିଓଟିକୁ ଦେଖୁଛନ୍ତି ଏବଂ ମହାଦେବଙ୍କର ସଚ୍ଚା ଭକ୍ତ, ତାଙ୍କୁ ସଚ୍ଚା ହୃଦୟରୁ ଭଲ ପାଉଛନ୍ତି, ତ ଏବେ ହିଁ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଆଉ ତଳେ ଥିବା କମେଣ୍ଟ ବକ୍ସରେ ସଚ୍ଚା ହୃଦୟରେ ଜୟ ଶନିଦେବ ଅବଶ୍ୟ ଲେଖନ୍ତୁ। ଆଗକୁ ଆସୁଥିବା ଟାଇମରେ ସ୍ୱୟଂ ମହା ଭୋଳା ବାବା ଆପଣମାନଙ୍କ ପାଇଁକିନା ବହୁତ ବଡ଼ ଖୁସି ଖବର ଆପଣମାନଙ୍କ ପାଇଁକିନା ନେଇକିନା ଆସିବେ ଆଉ ଆପଣମାନଙ୍କ ଜୀବନରେ ଆଗକୁ ଆସୁଥିବା ବହୁତ ସମସ୍ୟା ସବୁ କିଛି ସେ ଦୂର କରିଦେବେ। ତ ବନ୍ଧୁଗଣ, ବହୁତ ହି ଶାନଦାର ଏବଂ ମୂଲ୍ୟବାନ ବିଚାରର ସହିତ ମୁଁ କହିବି କି ଆପଣମାନେ କୌଣସି ବି ସାପକୁ ଯେତେ ବି କ୍ଷୀର ପିଅନ୍ତୁ ନା କାହିଁକି, ସେ ଯେମିତି ଦଂଶନ କରିବା ଭୁଲେ ନାହିଁ, ଠିକ୍ ସେହିପରି ଦୁଷ୍ଟ ଲୋକମାନେ ଯେତେ ବି ସଜ୍ଜନ ହୋଇଯାଆନ୍ତୁ ନା କାହିଁକି, ସେମାନେ ତାଙ୍କର ଆଦତ କେବେ ବି ଛାଡ଼ନ୍ତି ନାହିଁ। ଆଉ ଆପଣମାନେ ଯଦି ଦୁଷ୍ଟ ଉପରେ ଭରସା କରିବେ ଏବଂ ଦୁଷ୍ଟମାନଙ୍କ ସହିତ ରହିବେ, ଆଉ ଏମିତି ଲୋକ ଯେଉଁମାନେ ସବୁବେଳେ ନେଗେଟିଭ ରୁହନ୍ତି, ଯଦି ଆପଣମାନେ ତାଙ୍କ ସହିତ ରହିବେ, ଆପଣମାନଙ୍କର ବର୍ବାଦୀ ସୁନିଶ୍ଚିତ ଅଟେ। ଏ କଥାକୁ ଆପଣମାନେ ଧ୍ୟାନରେ ରଖନ୍ତୁ। ଯଦି ଆପଣମାନଙ୍କୁ ଏ କଥାଟି ଭଲ ଲାଗିଲା, ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ ଆଉ କମେଣ୍ଟ ବକ୍ସରେ ଲେଖନ୍ତୁ ଜୟ ଶନିଦେବ। ଆସନ୍ତୁ ଏବେ ଜାଣିବା ଆଗାମୀ ଏହି 2 ଦିନରେ ଆପଣମାନଙ୍କର କ'ଣ ବିଶେଷ ଘଟଣା ଘଟିବା ପାଇଁକିନା ଯାଉଅଛି। କିଛି ବିଶେଷ ଯୋଜନା ମଧ୍ୟ ଆପଣମାନଙ୍କର ବନିବ ଆଉ ଏସବୁକୁ କାର୍ଯ୍ୟ ସ୍ଥିତି ଦେବାରେ ବନିବ। ବିଶେଷ ଭାବରେ ଲୋକମାନଙ୍କ ସହିତ ଆପଣମାନଙ୍କର ମଧୁର ସମ୍ବନ୍ଧ ସହଯୋଗ ବନିବ। ଏହା ଆପଣମାନଙ୍କ ଛବିକୁ ବହୁତ ହି ନିଖାରିବ। ଆପଣମାନଙ୍କୁ ଯେଉଁ ଖୁସିର ତଲାସି ଥିଲା, ଏସବୁ ଖୁସି ଆପଣମାନଙ୍କୁ ମିଳିବାକୁ ଯାଉଛି। ଏବେ ଆପଣମାନଙ୍କୁ ଏହା ସାବ୍ୟସ୍ତ କରିବାର ସ୍ଥିତି ରହିଛି କି ଆପଣମାନେ କେତେ ଭଲ। ସର୍ତ୍ତରେ ନିଆଯାଇଥିବା ନିର୍ଣ୍ଣୟ ଆପଣମାନଙ୍କ ପାଇଁକିନା ଭୁଲ ସାବ୍ୟସ୍ତ ହୋଇପାରେ। ସେଥିପାଇଁକିନା ଆପଣମାନେ ଅପେକ୍ଷା କରନ୍ତୁ। ଦ୍ୱିତୀୟ କାର୍ଯ୍ୟରେ ଆପଣମାନେ ହିସାବ କିତାବ କରିବା ସମୟରେ ସାବଧାନତା ରୁହନ୍ତୁ। ବିଜନେସରେ, ମ୍ୟାନୁଫ୍ୟାକ୍ଚର କାର୍ଯ୍ୟରେ ଅଧିକତର ଧ୍ୟାନ ଦିଅନ୍ତୁ। ଯାହାଫଳରେ ଶୀଘ୍ର ହିଁ ଆପଣମାନଙ୍କର ସ୍ୱପ୍ନ ପୂରଣ ହେବା କାରଣରୁ ଆପଣମାନଙ୍କର ମନ ବହୁତ ହି ଖୁସି ହେବ, ଯାହା ସହିତ ଆପଣମାନେ ଆପଣମାନଙ୍କର କାର୍ଯ୍ୟକୁ ଅଧିକତର ଗୋଟିଏ ନୂଆ ନାଁ ଦେବେ। ତା ସହିତ ଯଦି କହିବି କି ଆପଣମାନେ ଏହି 2 ଦିନରେ ଅର୍ଥାତ୍ ଜାନୁଆରୀ ମାସର 24 ଏବଂ 25 ତାରିଖରେ ଆପଣମାନେ ଖୁସି ରହିବା ପାଇଁକିନା ଚେଷ୍ଟା କରନ୍ତୁ। ଆଉ ପତି ପତ୍ନୀଙ୍କ ସମ୍ବନ୍ଧରେ ମଧୁରତା ଆସିବ। ବାହାରି ଲୋକଙ୍କ ହସ୍ତକ୍ଷେପ ଆପଣମାନଙ୍କ ଘରେ ଆଦୌ ବି କରିବାକୁ ଦିଅନ୍ତୁ ନାହିଁ। ମୋ ସମ୍ବନ୍ଧ କାରଣରୁ ଆପଣମାନଙ୍କର ମାନହାନି ସମସ୍ୟା ମଧ୍ୟ ବନୁଛି। ଏ ଦିନରେ ଆପଣମାନଙ୍କର ଏମିତି କିଛି ଲୋକମାନଙ୍କ ସହିତ ଆପଣମାନଙ୍କର ସାକ୍ଷାତ ହେବ, ଯେ ଆପଣମାନଙ୍କ ପାଇଁକିନା ଆଗକୁ ଆସୁଥିବା ଟାଇମରେ ବହୁତ ଭଲ ସାବ୍ୟସ୍ତ ହେବ। ବ୍ୟସ୍ତତା କାରଣରୁ ଆପଣମାନଙ୍କର ବ୍ୟକ୍ତିଗତ କାରଣ ପାଇଁ ସମୟ ଟିକେ ବାହାର କରିବେ। ବିଦ୍ୟାର୍ଥୀମାନଙ୍କ ପାଇଁକିନା ସ୍କୁଲ କିମ୍ବା କଲେଜରେ ଗତିବିଧିରେ ଯୋଗଦାନ ନେବାର ବହୁତ ଆବଶ୍ୟକତା ମଧ୍ୟ ରହିଛି। ତା ସହିତ ଭୁଲ କାର୍ଯ୍ୟରେ ଆଦୌ ବି ପଇସା ଲଗାନ୍ତୁ ନାହିଁ।
ସବୁବେଳେ ଭାବି ଚିନ୍ତିକିନା କାର୍ଯ୍ୟ କରିବା ପାଇଁକିନା ଟ୍ରାଏ କରନ୍ତୁ। କାହିଁକିନା ଏହି କାରଣ ପାଇଁକିନା ଆପଣମାନଙ୍କର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ଆପଣମାନଙ୍କ ହାତରୁ ମଧ୍ୟ ବାହାରିପାରେ। ବ୍ୟାଙ୍କିଂ ତଥା ନିବେଶ ଜନିତ କାର୍ଯ୍ୟରେ ନ ହେବା କାରଣରୁ ଆପଣମାନଙ୍କ ମନରେ ଚିଡ଼ଚିଡ଼ାପଣ ଆସିବ। କାର୍ଯ୍ୟକ୍ଷେତ୍ରରେ ଯେଉଁ ନୂଆ ହାସଲ କରିବା ପାଇଁକିନା ଆପଣମାନେ ଚାହୁଁଥିଲେ ତାକୁ ପାଇବା ପାଇଁକିନା ଆପଣମାନେ ପୁରା ସିଦ୍ଧତାର ସହିତ କାର୍ଯ୍ୟ କରିବେ। ଯାହାଫଳରେ ଆପଣମାନଙ୍କୁ ସଫଳତା ଅବଶ୍ୟ ହିଁ ମିଳିବ। ତା ସହିତ ପ୍ରଭାବଶାଳୀଙ୍କ ସହିତ ସମ୍ପର୍କ କରିବେ। ପାରିବାରିକ ସମ୍ବନ୍ଧ ଆପଣମାନଙ୍କର ମଧୁରପୂର୍ଣ୍ଣ ରହିବ। ପ୍ରେମ ସମ୍ବନ୍ଧରେ ଆପଣମାନଙ୍କର ଘନିଷ୍ଠତା ଆସିବ ଓ ଚିନ୍ତାଜନକ କ୍ଷେତ୍ରରେ ଆପଣମାନଙ୍କର ଦୂରତା ବନେଇକିନା ରଖନ୍ତୁ। ତା ସହିତ ମୁଣ୍ଡ ବିନ୍ଧା ସର୍ଭାଇକାଲ ବିଶେଷ ଭାବରେ ଦେଖିବା ପାଇଁକିନା ମିଳିବ। ଦିନର ଆରମ୍ଭରୁ ଆପଣମାନଙ୍କର ଖାସ୍ କାର୍ଯ୍ୟ କରିବା ପାଇଁକିନା ଆପଣମାନେ ଟ୍ରାଏ କରନ୍ତୁ। ଏହି ସମୟରେ ପରିବାର ଜନିତ ସହିତ ଯୋଡ଼ି ରଖିଥିବା ମହତ୍ତ୍ୱପୂର୍ଣ୍ଣ ଫଇସଲା ନେବା ପାଇଁକିନା ପଡ଼ିପାରେ, ଯାହା ଆପଣମାନଙ୍କ ପାଇଁକିନା ସକାରାତ୍ମକ ସାବ୍ୟସ୍ତ ମଧ୍ୟ ହେବ। ତା ସହିତ ଖାସ୍ ସମ୍ପର୍କ ଦ୍ୱାରା ଆପଣମାନଙ୍କୁ କୌଣସି ଉପହାର ସ୍ୱରୂପ ଆପଣମାନଙ୍କୁ ମନପସନ୍ଦର ଉପହାର ମଧ୍ୟ ମିଳିବ। ତା ସହିତ ଜରୁରତ ଠାରୁ ଆପଣମାନେ ଜିମେଦାର ଆଦୌ ବି ନିଅନ୍ତୁ ନାହିଁ। ତା ସହିତ ଏହି ସମୟରେ ମନୋବଳ ମଜବୁତ କରିକି ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି। କୌଣସି ପଲିସିରେ ନିବେଶ କରିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ବିଜନେସ୍ କ୍ଷେତ୍ରରେ ଯଦି କହିବେ କି ଆପଣମାନଙ୍କ ପାଇଁ ଏହି ସ୍ଥିତି ବହୁତ ଭଲ ରହିବ। ମହିଳାମାନେ ବିଶେଷ ଭାବରେ ନିଜର ବ୍ୟବସାୟ ପ୍ରତି ଅଧିକ ସଜାଗ ରହିବେ ଆଉ ସଫଳତା ଆପଣମାନଙ୍କୁ ପ୍ରାପ୍ତ ହେବ। ଆପଣମାନଙ୍କୁ କଠିନ ବ୍ୟବସାୟିକ କାରଣରୁ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବଡ଼ ପରିବର୍ତ୍ତନ ମଧ୍ୟ ଦେଖାଦେବ। ତା ସହିତ ପତି ପତ୍ନୀଙ୍କ ସମ୍ବନ୍ଧ ମଧୁର ରହିବ ତଥା ଆପଣମାନଙ୍କ ଜୀବନରେ ବହୁତ ବଡ଼ ଧରଣର ପରିବର୍ତ୍ତନ ଆସିବ। ଆପଣମାନଙ୍କୁ ଧ୍ୟାନ ରଖନ୍ତୁ ପ୍ରେମ ସମ୍ବନ୍ଧର ସ୍ଥିତି ଆପଣମାନଙ୍କ ପାରିବାରିକ ସ୍ଥିତିକୁ କେବେ ବି ଖରାପ ନ କରୁ। ଆଉ ଆପଣମାନଙ୍କର କିଛି ଖାସ୍ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହେବ। ଆଉ ଅନୁଭବୀ ଲୋକମାନଙ୍କର ମାର୍ଗଦର୍ଶନ କୌଣସି ମୁସ୍କିଲ ସ୍ଥିତିରୁ ଆପଣମାନଙ୍କୁ ସୁଧାରିବ। କୌଣସି ପୂର୍ବ ସମସ୍ୟାକୁ ସୁଲଝାଇବାରେ ବହୁତ ଭଲ ସମୟ ଅଟେ। ଘର ପରିବାରରେ ଆପଣମାନଙ୍କର ସହଯୋଗ ବନିକିନା ରହିବ। ତା ସହିତ କୌଣସି ବାଦ ବିବାଦ ଠାରୁ ଆପଣମାନେ ଦୂରେଇକିନା ରୁହନ୍ତୁ। ଫଳରେ ଆପଣମାନଙ୍କର ବ୍ୟକ୍ତିଗତ କାର୍ଯ୍ୟରେ ବହୁତ ପରିବର୍ତ୍ତନ ଆସିପାରେ। ତା ସହିତ କାର୍ଯ୍ୟର ଭାର ଆପଣମାନଙ୍କ ପାଇଁକିନା ଅଧିକତର ରହିବ, ଯେଉଁ କାରଣ ପାଇଁକିନା ଆପଣମାନେ ଥକାପଣ ଅନୁଭବ କରିବେ। ସରକାରୀ ଚାକିରି କରୁଥିବା ଲୋକମାନଙ୍କୁ ସ୍ପେଶାଲ ଦାୟିତ୍ୱ ମଧ୍ୟ ମିଳିପାରେ। ପତି ପତ୍ନୀଙ୍କ ମଧ୍ୟରେ କୌଣସି ଛୋଟ କଥାକୁ ନେଇକି ମନାନ୍ତରର ସ୍ଥିତି ମଧ୍ୟ ରହିପାରେ। ଏଥିପାଇଁକିନା ନିଜର ସ୍ୱଭାବରେ ପରିପକ୍ୱତା ଆଣନ୍ତୁ। ତା ସହିତ ନିଜର ଖାଦ୍ୟପେୟ ଉପରେ ଟିକେ ସଜାଗ ରୁହନ୍ତୁ। ତା ସହିତ ଘରେ କୌଣସି ଇଲେକ୍ଟ୍ରୋନିକ ଜିନିଷ ମଧ୍ୟ କିଣାକିଣି ହୋଇପାରେ। ତା ସହିତ ଜମି ବାଡ଼ି କାର୍ଯ୍ୟକ୍ରମରେ ଆପଣମାନେ ଟିକେ ଧ୍ୟାନ ଦିଅନ୍ତୁ। ମହିଳାମାନଙ୍କୁ ନିଜର ଯୋଗ୍ୟତା ଏବଂ କାର୍ଯ୍ୟକ୍ରମରେ କ୍ଷମତା ଦ୍ୱାରା ତାଙ୍କୁ ବହୁତ ଭଲ ଉପଲବ୍ଧି ମଧ୍ୟ ହାସଲ ହେବ। ନିଜର ଉପଲବ୍ଧିକୁ ଅନ୍ୟ ଆଗରେ ବଖାଣି କରନ୍ତୁ ନାହିଁ। ଆଉ ଆପଣମାନଙ୍କର ପାରିବାରିକ ସମ୍ବନ୍ଧ ବହୁତ ସୁଖଦପୂର୍ଣ୍ଣ ରହିବ। ପତି ପତ୍ନୀ ଜଣେ ଆଉ ଜଣଙ୍କର ଭାବନାକୁ ସମ୍ମାନ ମଧ୍ୟ ଦେବେ। ଅନିୟମିତ ଖାଦ୍ୟପାନ କରିବା ଦ୍ୱାରା ଆପଣମାନଙ୍କୁ ଲିଭର ଜନିତ ସମସ୍ୟା ମଧ୍ୟ ଦେଖାଦେଇପାରେ। ତା ସହିତ ଆପଣମାନେ ଘରର ଦାୟିତ୍ୱକୁ ବହୁତ ଭଲ ଭାବରେ ଲିଭାଇବେ ଓ ମାତା ପିତାଙ୍କର ସ୍ୱାସ୍ଥ୍ୟକୁ ନେଇକି ଆପଣମାନଙ୍କର ଚିନ୍ତା ବଢ଼ିବ। ତା ସହିତ ଆପଣମାନେ କଥାବାର୍ତ୍ତା କରିବା ସମୟରେ ସାବଧାନତା ରୁହନ୍ତୁ, କାହିଁକିନା ଆପଣମାନଙ୍କର ଭୁଲ କଥା ସାମ୍ନାବାଲାକୁ ଆଘାତ ମଧ୍ୟ ଦେଇପାରେ। ଆପଣମାନଙ୍କୁ ସଫଳତା ନିହାତି ଭାବରେ ମିଳିବ, କିନ୍ତୁ ଆପଣମାନଙ୍କୁ ଧୈର୍ଯ୍ୟ ଧରିକି ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ଏତିକି ଯଦି ଆପଣମାନେ କରିବେ ତ ଆପଣମାନଙ୍କୁ ଜୀବନରେ ବହୁତ ଅଧିକ ସଫଳତା ମିଳିବ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଜୟ ଶନିଦେବ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖା ହେବେ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।